ଆଜି ଆମ ସହିତ ଏପରି ଜଣେ ପ୍ରତିଭା ଉପସ୍ଥିତ ଅଛନ୍ତି ଯିଏକି ଜାତି, ଧର୍ମ, ବର୍ଣ୍ଣ ଏବଂ ବୟସ ନିର୍ବିଶେଷରେ ନିଜ କାର୍ଯ୍ୟ ଦ୍ୱାରା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରି ଚାଲିଛନ୍ତି। ଆମେ ପ୍ରତ୍ୟେକ ଉଦ୍ୟମ କଲେ କିପରି ନିଜ ଶରୀର ମନକୁ ସୁସ୍ଥ ରଖିବା ସହିତ ଆମ ସମାଜକୁ ସୁସ୍ଥ ରଖିପାରିବା, ସମାଜ ପାଇଁ କିଛି ଭଲ କାମ କରିପାରିବା, ସେ ତାଙ୍କର ଯୋଗ, କ୍ରୀଡ଼ା, ସାଇକେଲ ଚାଳନା ମାଧ୍ୟମରେ ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି। ଏଥିପାଇଁ ସେ ବହୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ମାନପତ୍ର ଟ୍ରଫି ପାଇଛନ୍ତି। ବିଭିନ୍ନ ତାମ୍ର, ବ୍ରୋଞ୍ଜ, ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଛନ୍ତି। ଏପରିକି ବିଦେଶରୁ ମଧ୍ୟ ସମ୍ବର୍ଦ୍ଧିତ ଏବଂ ପୁରସ୍କୃତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ସବ୍ ଡିଭିଜନର ପବିତ୍ର ନଗର ଅଞ୍ଚଳର ବୀରୁଗ୍ରାମରୁ ଆସି ବର୍ତ୍ତମାନ ଅନୁଗୁଳ ସହର ନିକଟବର୍ତ୍ତୀ ଖଲାରି ଗ୍ରାମର ଗଡ଼ପଦା ସାହିଠାରେ ସପରିବାର ବାସ କରି ନିଜ ଅଭ୍ୟାସ ଜାରି ରଖିଛନ୍ତି। ସେହି ପ୍ରତିଭାଙ୍କୁ ଆମ ତରଫରୁ ସ୍ୱାଗତ ଜଣାଉଛୁ। ସାଧାରଣତଃ ଆମ ଭିତରୁ ଅନେକ ଅବସର ନେବା ପରେ ପେନସନ୍ ଉପରେ ଭରସା କରି, ପରିବାର ଉପରେ ଭରସା କରି ଆରାମଦାୟକ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏପରି ସମୟରେ ପ୍ରକାଶ ଗଡ଼ନାୟକ ନିଜ ଅଭ୍ୟାସ ଦ୍ୱାରା ଯୁବ ସମାଜ ପାଇଁ ଏକ ଆଦର୍ଶ ରୂପେ ବିବେଚିତ ହୋଇ ଆସିଛନ୍ତି। ଏହି ପ୍ରତିଭାଙ୍କୁ ଆମେ ଆମ ନ୍ୟୁଜ୍ ଚ୍ୟାନେଲ ତରଫରୁ ସ୍ୱାଗତ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ। ଅନୁଗୁଳ ଜିଲ୍ଲା ପ୍ରତିନିଧି ଅଜୟ ଭାଇଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍। ଆଜି ଆମ ସହିତ ଏପରି ଜଣେ ପ୍ରତିଭା ଉପସ୍ଥିତ ଅଛନ୍ତି ଯିଏକି ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ସେହି ପ୍ରେରଣାର ଉତ୍ସ ସାଜିଥିବା ପ୍ରକାଶ ଗଡ଼ନାୟକଙ୍କୁ ଆମ ତରଫରୁ ଆମେ ସ୍ୱାଗତ ଜଣାଉଛୁ। ସାର୍ ନମସ୍କାର। ଏଠିକି ଆପଣ ଡାକିଥିବାରୁ ମୁଁ ବହୁତ ଖୁସି ଏବଂ ଆନନ୍ଦିତ କରୁଛି। ଆପଣ ଆମ ଦର୍ଶକମାନଙ୍କ ସମ୍ମୁଖରେ ନିଜର ଟିକେ ପରିଚୟ ଦିଅନ୍ତୁ। ମୋ ନାଁ ପ୍ରକାଶ କୁମାର ଗଡ଼ନାୟକ। ମୁଁ ଘର ପବିତ୍ର ନଗର ତାଳଚେର। ଭାରତୀୟ ବାୟୁସେନାରେ ଦୀର୍ଘ 25 ବର୍ଷ କାଳ ଚାକିରି କରି ତାପରେ ମୁଁ ଏବେ ଖଲାରି ଗଡ଼ପଦା ସାହିରେ ଏବେ ଅବସ୍ଥାନ କରୁଛି। ଏବେ ଆପଣ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି? ସରକାରୀ ଚାକିରିରୁ ବିରତି ନେବା ପରେ, ଭାରତୀୟ ବାୟୁସେନାରୁ ବିରତି ନେବା ପରେ ମୁଁ ମୋର ସ୍ପୋର୍ଟସ ଆକ୍ଟିଭିଟି ଜାରି ରଖିଛି। ପ୍ରଥମେ ଯୋଗ ଗାଁରେ ଯାଇ ବୁଲି ଶିଖଉଥିଲି। ପରବର୍ତ୍ତୀ ମୁହୂର୍ତ୍ତରେ ଜଣେ ଖେଳାଳି ହିସାବରେ ଏବେ ମୁଁ ନିଜକୁ ନିୟୋଜିତ କରିଛି। ଜାତୀୟ, ଜାତୀୟ ସ୍ତରୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଏବେ ମୁଁ ଖେଳି ଚାଲିଛି। ବର୍ତ୍ତମାନ ସୁଦ୍ଧା ଜୀବନକାଳ ମଧ୍ୟରେ 500ରୁ ଅଧିକ ମୁଁ ମେଡାଲ ପାଇସାରିଛି ଏବଂ କେବଳ ଆନ୍ତର୍ଜାତୀୟ ସ୍ତରରେ 19ଟି ମେଡାଲ ପାଇସାରିଛି ଏହି 12 ବର୍ଷ ମଧ୍ୟରେ। ତା ଭିତରୁ 12ଟି କେବଳ ସ୍ୱର୍ଣ୍ଣ ପଦକ। ସାଧାରଣତଃ ଆମର ଚାକିରିରୁ ନିବୃତ୍ତ ହେଲା ପରେ ଘରେ ପେନସନ୍ ଏସବୁ ସହିତ ଲୋକ ଶାନ୍ତିରେ ଥାଆନ୍ତି। ଅବସର ନେଲା ପରେ ସେମାନେ ପ୍ରାୟ ଆଉ କିଛି ନିଜକୁ ସେତେ ଆକ୍ଟିଭ ରଖନ୍ତି ନାହିଁ। କିନ୍ତୁ ଆପଣ ଏଭଳି କରିବାର ଉଦ୍ଦେଶ୍ୟ କ'ଣ? ଏଥିପାଇଁ କାହାଠୁ ଉତ୍ସାହ ପାଇଛନ୍ତି? ପିଲାଟି ଦିନରୁ ଖେଳ ପ୍ରତି ମୋର ବହୁତ ଦୁର୍ବଳତା ଥିଲା ଏବଂ ଖେଳିକିରି ପ୍ରତ୍ୟେକ ଜାଗାରେ ସ୍କୁଲଠୁ ଆରମ୍ଭ କରି କଲେଜ କ୍ୟାରିୟର ଆରମ୍ଭ କରି ବାୟୁସେନାରେ ମଧ୍ୟ ଖେଳି ଖେଳି ଆସିଛି। ସବୁଠି ପ୍ରାୟ ପ୍ରଥମ ସ୍ଥାନ ଅଧିକାର କରି ଆସିଛି। ପିଲାଟି ଦିନରୁ ମୋର ବଡ଼ ଭଉଣୀ ତଥା ଆମର ସମସ୍ତ ପରିବାର ମୋତେ ଉତ୍ସାହିତ କରିଛନ୍ତି। ସେଇଥିରୁ ଏବେ ବି ମୁଁ ଭାବିଲି ଦେଶ ପାଇଁ ଖେଳିବି, ତେଣୁ ଏବେ ଦେଶ ପାଇଁ ଖେଳି ଚାଲିଛି ମନେ ରହ ଏବଂ ସାଥିରେ ମଧ୍ୟ ସାଇକେଲିଂ ବି ପ୍ରାକ୍ଟିସ କରି ଚାଲିଛି। ଏଇ ଗତ 7 ବର୍ଷ ତଳେ ମୁଁ 7 ଘଣ୍ଟାରେ ପୁରୀ ପହଞ୍ଚି ପାରିଥିଲି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଗତ ମାସରେ ମୁଁ ଭୁବନେଶ୍ୱର 4.5 ଘଣ୍ଟାରେ ମାତ୍ର ପହଞ୍ଚି ଆମ ଗୋଟେ ବିରଳ ରେକର୍ଡ ସୃଷ୍ଟି କରିପାରିଥିଲି। ଆଚ୍ଛା, ଆପଣ ଖେଳ ବ୍ୟତୀତ ସବୁ ଆଉ କେଉଁ କାର୍ଯ୍ୟକ୍ରମ ଇଏରେ ଅଂଶଗ୍ରହଣ କରିଛନ୍ତି? ଏମିତି ଖେଳକୁ ଛାଡ଼ିଦେଲେ
ମୁଁ ସଙ୍ଗୀତ ପ୍ରତି ମୋର ଟିକେ ଦୁର୍ବଳତା ଅଛି। ଏବେ ବି ମୁଁ ଗୀତ ଗାଇ ଚାଲିଛି ଏବଂ ବାଜା ବଜେଇବାରେ ମଧ୍ୟ ଏବେ ମୋର ପ୍ରୋଗ୍ରାମ ଜାରି ରହିଛି। ତା ସହିତ ବିଭିନ୍ନ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ମୁଁ ନିଜକୁ ନିଯୁକ୍ତ କରୁଛି। ଆଚ୍ଛା, ଏଇ ସବୁ କାର୍ଯ୍ୟକ୍ରମ କରିବା ଦ୍ୱାରା ଆପଣ କଣ ପାଆନ୍ତି? ମାନେ ମାନସିକ ଗୋଟେ ଶାନ୍ତି ମାନସିକ କିଛି, ଶାନ୍ତି ପାଇଛି, ପାଇ ଚାଲିଛି। ଆତ୍ମତୃପ୍ତି? ନିଶ୍ଚିତ ଭାବରେ ଗୋଟେ ଆତ୍ମତୃପ୍ତି ବି ପାଉଛି। ଲୋକଙ୍କର ଭାବୁଛି ଯଦି ନିଜେ ସୁସ୍ଥ ରହି ଅନ୍ୟମାନଙ୍କୁ ସୁସ୍ଥ ରହି ରଖିପାରିବି, ଏଇଟା ମୋ ପାଇଁ ଗୋଟେ ଭଗବାନଙ୍କର ବଡ଼ ଆଶୀର୍ବାଦ ହବ। ତେଣୁ ସେ ଦୃଷ୍ଟିରୁ ନିଜକୁ ନିୟୋଜିତ କରି ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ଲୋକଙ୍କର କିଛି ସେବା କରିବା ପାଇଁ ନିଜକୁ ମନ ବଳେଇଛି। ଆଚ୍ଛା, ଆପଣ ଭାରତ ବାହାରେ କିମ୍ବା ଆମର ଅନ୍ୟ କୋଉ କୋଉ ଦେଶରେ ପ୍ରତିନିଧିତ୍ୱ କରିଛନ୍ତି? ଖେଳ ହଉ କିମ୍ବା ଯୋଗ ହଉ? ଭାରତ ବାହାରେ ଏମିତି ମୁଁ ଦୀର୍ଘ 12 ବର୍ଷ ମଧ୍ୟରେ ମୁଁ ଏମିତି ଟୋଟାଲ 19ଟି ମେଡାଲ, ଆନ୍ତର୍ଜାତିକ ମେଡାଲ ପାଇସାରିଛି। ତା ଭିତରେ 12ଟି ସ୍ୱର୍ଣ୍ଣ ତଥା ବାଂଲାଦେଶ, ନେପାଳ, ଭୁଟାନ, ମାଲେସିଆ ଏବଂ ଥାଇଲାଣ୍ଡରେ ମୁଁ ଖେଳି ଦେଶକୁ ପ୍ରତିନିଧିତ୍ୱ କରିଛି। ଆଚ୍ଛା, ଆଜିର ଯୁବ ସମାଜ ପାଇଁ ଆପଣଙ୍କର କଣ ବାର୍ତ୍ତା ରହିବ? ଯୁବ ସମାଜ ପାଇଁ ଏତିକି କହିବି ଯେ ଭଗବାନ ଆମକୁ 24 ଘଣ୍ଟା ଦେଇଛନ୍ତି। 24 ଘଣ୍ଟାରୁ ଆମେ ଗୋଟିଏ ଘଣ୍ଟା ନିଜ ପ୍ରତି ସ୍ୱାସ୍ଥ୍ୟ ପ୍ରତି ଆମେ ଟିକେ ଯତ୍ନବାନ ହେବା ଏବଂ ନିଜେ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ରହିବା। ଡେଲି ଖେଳକୁଦ କରିବା ଏବଂ ଯୋଗ ପ୍ରାଣାୟାମ କରିବା। ନିଜକୁ ସୁସ୍ଥ ରଖି ଆମେ ପରିବାରକୁ ସୁସ୍ଥ ରଖିପାରିବା ଏବଂ ଆମ ଚିନ୍ତାଧାରା ଭଲ ରହିବ ଏବଂ ଗୋଟେ ଭଲ ପରିବାର ସୃଷ୍ଟି କରିପାରିବା ଏବଂ ପରିବାରରୁ ଗୋଟେ ସମାଜ ସୃଷ୍ଟି କରିବା ଏବଂ ସମାଜରୁ ଗୋଟେ ରାଷ୍ଟ୍ର ସୃଷ୍ଟି କରିବା। ତେଣୁ ସେଇ ଚିନ୍ତାରେ ଆମେ ନିଜକୁ ନିୟୋଜିତ କରିପାରିବା। ଆଚ୍ଛା, ଆପଣଙ୍କର ଏଇ ଯୋଉ କାର୍ଯ୍ୟକ୍ରମ, ୟା ପ୍ରତି ଆମର ଯୁବ ସମାଜ ବି ଯୋଉ ଅଞ୍ଚଳ ଆପଣ ଯାଇ, ଅଷ୍ଟକିଳା ନ୍ୟୁଜ୍ ଚ୍ୟାନେଲ ତରଫରୁ ଆପଣଙ୍କ ପରି ପ୍ରତିଭାକୁ ଆମେ ସ୍ୱାଗତ ଜଣାଉଛୁ ଏବଂ ଆପଣଙ୍କର ଏଇ ପ୍ରେରଣାର ଉତ୍ସ ଯୋଉ କାର୍ଯ୍ୟଧାରା ବଜାଇ ରଖିଛନ୍ତି, ତାକୁ ଚିରଦିନ ପାଇଁ ଜୀବିତ ଥିଲା ପର୍ଯ୍ୟନ୍ତ ଆପଣ କରିଚାଲନ୍ତୁ। ଏହି କାମନା କରି ଆପଣଙ୍କର ଶୁଭ ଚିନ୍ତା, ଶୁଭ କାମନା କରି ଚ୍ୟାନେଲ ତରଫରୁ ଆମେ ପୁନର୍ବାର ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଧନ୍ୟବାଦ ସାର୍, ବହୁତ ବହୁତ ଧନ୍ୟବାଦ।